ମେଘମାଳରେ ଶୀଘ୍ର ଆଗମନ କରୁଥିବା ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅତି ପବିତ୍ର ଓ ବହୁମୂଲ୍ୟ ନାମରେ ଆପଣ ସମସ୍ତଙ୍କୁ ଆଉ ଗୋଟିଏ ନୂତନ ପ୍ରସଙ୍ଗରେ ପୁନର୍ବାର ମୁଁ ସ୍ୱାଗତ କରେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆସନ୍ତୁ ଆଜି ମଧ୍ୟ ପରମେଶ୍ୱରଙ୍କ ବାକ୍ୟରୁ ଆମେ ଆଉ ଏକ ପ୍ରସଙ୍ଗରେ ଅଳ୍ପ ସମୟ କଥାବାର୍ତ୍ତା ହେବା। ଯେଉଁ ପ୍ରସଙ୍ଗରେ ଆଜି ପ୍ରଭୁଙ୍କ ବାକ୍ୟରୁ ଆମେ ଧ୍ୟାନ କରିବା, ସେହି ପ୍ରସଙ୍ଗର ଶୀର୍ଷକ ହେଲା ମନୁଷ୍ୟର ସବୁଠାରୁ ବଡ଼ ରୋଗ କ'ଣ ଅଟେ। ଆଜିର ପ୍ରସଙ୍ଗ ହେଲା ମନୁଷ୍ୟର ସବୁଠାରୁ ବଡ଼ ରୋଗ କ'ଣ ଅଟେ। ଏହି ପ୍ରସଙ୍ଗରେ ଆମେ ଅଳ୍ପ ସମୟ ପ୍ରଭୁଙ୍କ ବାକ୍ୟରୁ କଥାବାର୍ତ୍ତା ହେବା। ପ୍ରିୟ ପ୍ରଭୁଙ୍କ ଲୋକମାନେ, ପୃଥିବୀରେ ଏହି ପ୍ରକାର କୌଣସି ବ୍ୟକ୍ତି ନାହାନ୍ତି ଯିଏକି ମୋତେ ରୋଗ ହେଲେ ଭଲ ହେଇଥାନ୍ତା, ମୋତେ ସମସ୍ୟା ହେଲେ ଭଲ ହେଇଥାନ୍ତା। ଏହି ପ୍ରକାର କୌଣସି ବ୍ୟକ୍ତି ନାହାନ୍ତି। ମନୁଷ୍ୟ ଭାବରେ ଆମେ ସବୁବେଳେ ପ୍ରାର୍ଥନା କରୁ, ଚେଷ୍ଟା କରୁ, ମୋତେ ରୋଗ ନ ହେଉ, ସମସ୍ୟା ନ ଆସୁ, ମୁଁ ଭଲରେ ଖାଇବି, ଭଲରେ ବଞ୍ଚିବି। ଏହି ପ୍ରକାର ସବୁବେଳେ ଆମେ ଚେଷ୍ଟା କରୁ। ପ୍ରିୟମାନେ, ବଡ଼ ରୋଗ, ସେହି ସବୁ ରୋଗକୁ ବଡ଼ ରୋଗ ବୋଲି କୁହାଯାଏ ଯେତେବେଳେ ଡକ୍ଟର କହିବା ଅନୁସାରେ, ମେଡିକାଲ ସାଇନ୍ସ ଅନୁସାରେ ଜଣେ ବ୍ୟକ୍ତିଙ୍କୁ ଯେତେବେଳେ ବ୍ରେନ୍ ଟ୍ୟୁମର ହେଇଯାଏ, ହାର୍ଟ ଆଟାକ୍ ହେଇଯାଏ, ଜଣେ ବ୍ୟକ୍ତିଙ୍କୁ କ୍ୟାନ୍ସର, ବ୍ଲଡ କ୍ୟାନ୍ସର, ଲିଭର ପ୍ରୋବ୍ଲେମ, କିଡନୀ ପ୍ରୋବ୍ଲେମ, ଏହିସବୁ ରୋଗକୁ ବଡ଼ ରୋଗ ବୋଲି କୁହାଯାଏ। ଏହି ଦିନମାନଙ୍କରେ ଆପଣ ନିଶ୍ଚିତ ଭାବରେ ନ୍ୟୁଜ୍ ଚ୍ୟାନେଲ, ସୋସିଆଲ ମିଡ଼ିଆରେ ଆପଣ ଗୋଟେ ବିଷୟ ଭାଇରାଲ ହେବାର ଦେଖିପାରୁଥିବେ, ଶୁଣିପାରୁଥିବେ ଯେ ସେଇ ବିଷୟ ହେଲା ହ୍ୟୁମାନ ସାଗରଙ୍କର ସ୍ୱାସ୍ଥ୍ୟ ବିଲକୁଲ ଭଲ ନାହିଁ। ହ୍ୟୁମାନ ସାଗର ସେ ପୀଡ଼ିତ ଅବସ୍ଥାରେ ଅଛନ୍ତି ଏବଂ ଡକ୍ଟର କହିବା ଅନୁସାରେ, ନ୍ୟୁଜ୍ ଚ୍ୟାନେଲର ଖବର ଅନୁସାରେ ଆମେ ଜାଣୁଛୁ, ଦେଖୁଛୁ ଯେ ହ୍ୟୁମାନ ସାଗର ସେ କଟକର ଗୋଟିଏ ଘରୋଇ ହସ୍ପିଟାଲରେ ସେ ଟ୍ରିଟମେଣ୍ଟ ହେଉଥିଲେ। ତାଙ୍କର ସ୍ୱାସ୍ଥ୍ୟ ଭଲ ନାହିଁ ଏବଂ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲକୁ ରେଫର କରାଯାଇଛି ଏବଂ ସେ ବହୁତ ସିରିୟସ୍ କଣ୍ଡିସନରେ ଅଛନ୍ତି। ଆଉ ଡକ୍ଟର କହିବା ଅନୁସାରେ ତାଙ୍କର କିଡନୀ ଆଉ ଲିଭରର ପ୍ରୋବ୍ଲେମ ରହିଛି ବୋଲି ଆମେ ଶୁଣିବାକୁ ପାଉଛୁ। ପ୍ରିୟମାନେ, ଆମେ ଖ୍ରୀଷ୍ଟିଆନ ଭାବରେ, ବିଶ୍ୱାସୀ ଭାବରେ ନିଶ୍ଚିତ ଭାଇ ହ୍ୟୁମାନ ସାଗରଙ୍କ ପରିତ୍ରାଣ ପାଇଁ, ତାଙ୍କର ସୁସ୍ଥତା ପାଇଁ ଆମେ ନିହାତି ଆମମାନଙ୍କର ଆରୋଗ୍ୟକାରୀ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନିକଟରେ ପ୍ରାର୍ଥନା କରିବା ଆବଶ୍ୟକ ରହିଛି। ପ୍ରିୟମାନେ, ଏହିପରି ପରିସ୍ଥିତିରେ ମୁଁ ଆପଣଙ୍କୁ ପରମେଶ୍ୱରଙ୍କ ବାକ୍ୟରୁ କିଛି ପରାମର୍ଶ, କିଛି ଉତ୍ସାହଜନକ ବାକ୍ୟ କହି ଆପଣମାନଙ୍କୁ ମୁଁ ସଚେତନ କରିବା ପାଇଁ ଚାହେଁ ଯେ ବାସ୍ତବରେ ଏହି ରୋଗ ବିଷୟରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ କ'ଣ କହନ୍ତି, ବାଇବଲ କ'ଣ କହେ, ପ୍ରଭୁ ଯୀଶୁ ଖ୍ରୀଷ୍ଟ କେଉଁ ବିଷୟକୁ ସେ ପ୍ରାୟୋରିଟି ଦେଲେ, କେଉଁ ବିଷୟକୁ ସେ ପ୍ରାଧାନ୍ୟ ଦେଲେ। ପ୍ରିୟମାନେ, ଯେତେବେଳେ ମନୁଷ୍ୟର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେଇଯାଏ, ଏହି ପ୍ରକାର ରୋଗରେ ଯେତେବେଳେ ମନୁଷ୍ୟ ଆକ୍ରାନ୍ତ ହେଇଯାଏ, ବହୁତ କଷ୍ଟ ଆଉ ସମସ୍ୟା, ଦୁଃଖ ଦେଇ ଗତି କରିବା ପାଇଁ ପଡ଼େ। ବାକ୍ୟରୁ ଗୋଟେ ପଦ ପଢ଼ିବା, ଆପଣମାନେ ମୋ ସହିତ ଯୋହନ ଲିଖିତ ସୁସମାଚାର 5 ଅଧ୍ୟାୟକୁ ଆସିବେ। ଯୋହନ ଲିଖିତ ସୁସମାଚାର 5 ଅଧ୍ୟାୟରେ ଆମେ 38 ବର୍ଷର ଗୋଟିଏ ପକ୍ଷାଘାତ ରୋଗୀ ବିଷୟରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସେଇ ଆରୋଗ୍ୟ ଦାନ ଏବଂ ତାଙ୍କର ସୁସ୍ଥତା ବିଷୟରେ ଆମେ ପଢୁଛୁ। 5 ଅଧ୍ୟାୟ ଆପଣମାନେ ମୋ ସହିତ 14 ପଦ ପଢିବେ। ଏହି ସ୍ଥାନରେ ଏ ପ୍ରକାର ଲେଖାଯାଏ, ଏହା ପରେ ଯୀଶୁ ମନ୍ଦିରରେ ତାହାର ଦେଖା ପାଇ ତାକୁ କହିଲେ, ଦେଖ, ତୁମ୍ଭେ ସୁସ୍ଥ ହୋଇଅଛ, ଆଉ ପାପ କର ନାହିଁ, ଯେପରି ତୁମ୍ଭ ପ୍ରତି ଅଧିକ ଦୁର୍ଦ୍ଦଶା ନ ଘଟେ। ପ୍ରିୟମାନେ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏହି ବ୍ୟକ୍ତିଙ୍କୁ ସେ ମନ୍ଦିରରେ ସାକ୍ଷାତ କରୁଛନ୍ତି। ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ଏହି ବ୍ୟକ୍ତି ଯେତେବେଳେ ସେ ପୀଡ଼ିତ ଅବସ୍ଥାରେ ଥିଲେ, 38 ବର୍ଷ ପର୍ଯ୍ୟନ୍ତ ସେ ଅନେକ ଥର ଚେଷ୍ଟା କରିଥିଲେ ସୁସ୍ଥ ହେବା ପାଇଁ, ଆରୋଗ୍ୟ ହେବା ପାଇଁ, ମାତ୍ର ସେ ସୁସ୍ଥ ହେଇପାରିନଥିଲେ। ସେ କାହା ନିକଟକୁ ସେ ଯାଇପାରୁନଥିଲେ। ମାତ୍ର ଧନ୍ୟ ସେ ପରମେଶ୍ୱର ତାହାଙ୍କ ନିକଟକୁ ଗଲେ ଆଉ ତାହାଙ୍କର ଶଯ୍ୟା ଅବସ୍ଥାକୁ ସେ ପରିବର୍ତ୍ତନ କଲେ। ସେ ସୁସ୍ଥ ପାଇଲା ପରେ ସେ କୌଣସି ମଦ ଭାଟିକୁ ସେ ଯାଉନାହାନ୍ତି, ଜୁଆ ଆଡାକୁ ଯାଉନାହାନ୍ତି। ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ସୁସ୍ଥ ହେଲା ପରେ ଏହି ବ୍ୟକ୍ତି ଜେରୁସାଲେମ ମନ୍ଦିରରେ ଅଛନ୍ତି, ଅର୍ଥାତ୍ ମଣ୍ଡଳୀରେ ଅଛନ୍ତି। ଆଜି ଅନେକ ଭାଇ ଭଉଣୀମାନେ ଯେତେବେଳେ ଆପଣ ଦେଖିବେ ସେମାନଙ୍କୁ ରୋଗ ହେଇଯାଏ, ସମସ୍ୟା ହେଇଯାଏ, ସେମାନେ ପ୍ରଭୁଙ୍କ ନିକଟକୁ ଆସନ୍ତି। ଆଉ ଯେତେବେଳେ ସେମାନେ ସୁସ୍ଥ ହେଇଯାଆନ୍ତି, ସେମାନେ ମଣ୍ଡଳୀରେ ଦେଖାଯାଆନ୍ତି ନାହିଁ।
ସେମାନଙ୍କୁ ଆଉ ପ୍ରଭୁର ଆବଶ୍ୟକ ନାହିଁ। ଏହି ଯେଉଁ 38 ବର୍ଷର ରୋଗୀ ସୁସ୍ଥ ହେଲା ପରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଦିନେ ମନ୍ଦିରରେ ସାକ୍ଷାତ କଲେ, ମଣ୍ଡଳୀରେ ସାକ୍ଷାତ କଲେ ଆଉ କହିଲେ, ଦେଖ ତୁମେ ସୁସ୍ଥ ହୋଇଅଛ, ଆହୁରି ପାପ କର ନାହିଁ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆହୁରି ପାପ କର ନାହିଁ ଏହା ସେ ପରାମର୍ଶ ଦେଉଛନ୍ତି। ଅର୍ଥାତ୍ ମନୁଷ୍ୟର ସବୁଠାରୁ ବଡ଼ ରୋଗ ହେଲା ପାପ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ପାପରୁ ମୁକ୍ତ କରିବା ପାଇଁ, ପାପରୁ ଉଦ୍ଧାର କରିବା ପାଇଁ এই ଧରାପୃଷ୍ଠକୁ ସେ ଆସିଥିଲେ। ସେ ପାପକୁ ପ୍ରାଧାନ୍ୟ ଦେଉଛନ୍ତି। ତୁମର ସୁସ୍ଥ ହେଇଛ, ଭଲରେ ଖାଅ, ହାତ ଧୁଅ, ତୁମେ ସଫା ସୁତୁରା ରୁହ, ଏହି ପ୍ରକାର କଥା ସେ କହୁନାହାନ୍ତି। ସେ କହୁଛନ୍ତି ପାପ କର ନାହିଁ। ଯଦି ପାପ କରିବ ଆହୁରି ଅଧିକ ଦୁର୍ଦଶା ଘଟିଯିବ, ତୁମର ଜୀବନରେ ଆହୁରି ଅଧିକ ଦୁର୍ଦଶା ଘଟିଯିବ। ପ୍ରିୟମାନେ, ରୋଗ ମନୁଷ୍ୟର ଶରୀରକୁ ନଷ୍ଟ କରେ, କିନ୍ତୁ ପାପ ମନୁଷ୍ୟର ଆତ୍ମାକୁ ନଷ୍ଟ କରେ। ରୋଗ ମନୁଷ୍ୟର ଶରୀରକୁ କ୍ଷଣିକ ଦୁଃଖ ଦିଏ, ମାତ୍ର ପାପ ମନୁଷ୍ୟର ଆତ୍ମାକୁ ଅନନ୍ତ କାଳର ଯନ୍ତ୍ରଣାରେ ପକାଇ ଦିଏ। ସେଥିପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ରୋଗକୁ ପ୍ରାଧାନ୍ୟ ଦେଉନାହାନ୍ତି, ସେ ପାପକୁ ସେ ପ୍ରାଧାନ୍ୟ ଦେଉଛନ୍ତି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଜି ଖ୍ରୀଷ୍ଟିଆନ ସମାଜରେ ଆମେ ଏହା ମନେ ରଖିବା ଆବଶ୍ୟକ ରହିଛି। ପ୍ରତ୍ୟେକ ମନୁଷ୍ୟ ନିମନ୍ତେ ଏହା ଗୁରୁତ୍ୱପୂର୍ଣ୍ଣ ଅଟେ ଯେ ଆମେ ଯେପରି ଧର୍ମ ଜୀବନ ଯାପନ କରିବା। ପାପ ମନୁଷ୍ୟକୁ ଅନନ୍ତ କାଳର ନର୍କକୁ ନେଇଯାଏ। ଆମେ ଏହିସବୁ ବିଷୟରେ ସଚେତନ ହେବା ଆବଶ୍ୟକ ରହିଛି। ପ୍ରଭୁ ଯୀଶୁ ଖ୍ରୀଷ୍ଟ ପାପକୁ ସେ ପ୍ରାଧାନ୍ୟ ଦେଲେ। ପାପ ମନୁଷ୍ୟର ସବୁଠାରୁ ବଡ଼ ରୋଗ ଅଟେ। ସେଥିପାଇଁ ସାଧୁ ପାଉଲ ରୋମିଓ ମଣ୍ଡଳୀ ନିକଟକୁ ସେ ପତ୍ର ଲେଖିଲା ବେଳେ ସେ ଗୋଟେ କଥା ଲେଖିଲେ ଆଉ କହିଲେ 6:23 କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଦାନ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ। ପ୍ରଭୁଙ୍କର ଗୌରବ ହଉ। ପ୍ରିୟମାନେ, ପାପର ବେତନ ମୃତ୍ୟୁ। ଏହା କି ପ୍ରକାର ମୃତ୍ୟୁ? ଅନନ୍ତ କାଳର ମୃତ୍ୟୁ, ଆତ୍ମାର ମୃତ୍ୟୁ, ଦ୍ୱିତୀୟ ମୃତ୍ୟୁ ବୋଲି ଏହାକୁ ବାଇବଲ କହେ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ, ଆମେ ପାପ ନ କରି ଆମେ ପବିତ୍ର ଜୀବନ ଯାପନ କରିବା ଏବଂ ମୃତ୍ୟୁ ପରେ ମଧ୍ୟ ଆମେ ଏକ ଆଲୋକିତ ଜଗତ, ଏକ ଅନନ୍ତ କାଳର ସୁଖରେ ଆମେ ବିଶ୍ରାମରେ ଆମେ ପ୍ରବେଶ କରିବା। ଏହା ପରମେଶ୍ୱର ଚାହାନ୍ତି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆପଣ ଯେତେ ଭଲ ଖାଇଲେ ମଧ୍ୟ, ଯେତେ ଭଲ ପିନ୍ଧିଲେ ମଧ୍ୟ ଗୋଟେ ଦିନ ସୁନିଶ୍ଚିତ ମୃତ୍ୟୁ ହେବ। ଆମେ ଅନେକ ସମୟରେ ମରିବା ପାଇଁ କେହି ମଧ୍ୟ ଇଚ୍ଛା ନ କରୁ, ତଥାପି ଆମେ ମୃତ୍ୟୁବରଣ କରିବା ଯେ ସୁନିଶ୍ଚିତ। ଶରୀରରେ ନିଶ୍ଚିତ ଭାବରେ ରୋଗ ଆସିବ। ରୋଗ ଆସିଲେ ବି ଗୋଟେ ଦିନ ଆମେ ମୃତ୍ୟୁବରଣ କରିବା, ରୋଗ ନହେଲେ ବି ଗୋଟେ ଦିନ ଆମେ ସୁନିଶ୍ଚିତ ଭାବରେ ଆମେ ମୃତ୍ୟୁବରଣ କରିବା। କିନ୍ତୁ ମୃତ୍ୟୁ ପରେ ଆମେ ଅନନ୍ତ କାଳ କୋଉଠି ରହିବା, ଏଇଟା ହେଉଛି ମନୁଷ୍ୟ ନିମନ୍ତେ ଗୋଟେ ବହୁତ ବଡ଼ ପ୍ରଶ୍ନ। ପ୍ରିୟମାନେ, এই ଜଗତ ଛାଡ଼ିଗଲା ପରେ ଆହୁରି ଦୁଇଟି ଜଗତ ରହିଛି। ଏହି ଜଗତ ଛାଡ଼ିଗଲା ପରେ ଗୋଟେ ବାସ୍ତବ ଆରମ୍ଭର ଦୁଇଟି ଜଗତ ରହିଛି। ହେଇପାରେ ସେଇ ଜଗତ କାହା ନିମନ୍ତେ ଅନନ୍ତ କାଳ ନର୍କର ଜଗତ, ଆଉ କେତେକଙ୍କ ନିମନ୍ତେ ଅନନ୍ତ କାଳ ସ୍ୱର୍ଗର ଜଗତ। ସେଥିପାଇଁ ଆମକୁ ପାପ ପ୍ରତି ଆମେ ସାବଧାନ ହେବା ଆବଶ୍ୟକ ରହିଛି। ଯଦି ଏହି ଜଗତରେ ଆପଣ ଅଛନ୍ତି, ଆପଣଙ୍କୁ ରୋଗ ଆସିଲା, ସମସ୍ୟା ଆସିଲା, ଆପଣ ଧର୍ମ ଜୀବନ ଯାପନ କଲା ପରେ ମଧ୍ୟ ଆପଣ ଅଭାବ ଦେଇ ଯାଉଛନ୍ତି, ଆପଣଙ୍କ ଶରୀର ରୋଗ ଛାଡ଼ୁନାହିଁ, କୌଣସି ଅସୁବିଧା ନାହିଁ। କିନ୍ତୁ ଆପଣ ଯଦି ଉତ୍ତମ ସ୍ୱାସ୍ଥ୍ୟ ଭୋଗ କରି ମଧ୍ୟ, ଆପଣଙ୍କୁ କିଡନୀ ଫେଲର ନଥାଇ ମଧ୍ୟ, କ୍ୟାନ୍ସର ନଥାଇ ମଧ୍ୟ ଯଦି ଆପଣ ପାପ କରି ବଞ୍ଚୁଛନ୍ତି, ତାହେଲେ ଆପଣଙ୍କୁ ବହୁତ ବଡ଼ ରୋଗ ହେଇଛି, ଆଉ ଭବିଷ୍ୟତରେ ଆପଣ ଅନନ୍ତ କାଳ ନର୍କରେ କଟାଇବାକୁ, ଜୀବନ ବିତାଇବାକୁ ପଡ଼ିବ। ପ୍ରିୟମାନେ, ଆପଣ ସେଇ ଲୁକ ଲିଖିତ ସୁସମାଚାର 16 ଅଧ୍ୟାୟର କଥା ଆପଣ ମନେ ପକାନ୍ତୁ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେହି ଧନୀ ଆଉ ଲାଜାରଙ୍କ ବିଷୟରେ ସେ କହିଲେ। ଜଣେ ଧନୀ ଲୋକ ଥିଲା, ସେ ମହା ଆନନ୍ଦରେ ପ୍ରତିଦିନ ଖାଉଥିଲା, ପିଉଥିଲା, ଭଲ ବସ୍ତ୍ର ପିନ୍ଧୁଥିଲା। କାଳକ୍ରମେ ସେଇ ଧନୀ ଲୋକଟି ମରିଗଲା। ଆଉ ସେହି ଧନୀ ଲୋକର ଘର ସାମ୍ନାରେ ଲାଜର ନାମକ ଜଣେ ବ୍ୟକ୍ତି ରହୁଥିଲେ। ଆଉ ସେ ସେଇ ଧନୀ ଲୋକର ମେଜରୁ ପଡ଼ିଥିବା ସେଇ ଅଇଁଠାକୁ ସେ ଖାଇ ପେଟ ପୁରାଉଥିଲା। ଆଉ ସେ ଲାଜର ମରିଗଲେ ସିନା ତାଙ୍କର ଶରୀରର ରୋଗ କେବେ କମିଲା ନାହିଁ, ତାଙ୍କର ପୀଡ଼ା କେବେ କମିଲା ନାହିଁ। କିନ୍ତୁ ସେହି ଲାଜର ମୃତ୍ୟୁବରଣ କଲା ପରେ ବାଇବଲ କହେ ଯେ ତାହାଙ୍କୁ ଦୂତମାନଙ୍କ ଦ୍ୱାରା ଅବ୍ରାହମଙ୍କ କୋଳକୁ ତାହାଙ୍କୁ ନିଆଗଲା। ପ୍ରିୟମାନେ, ସେଇ ଧନୀ ଲୋକଙ୍କର ମଧ୍ୟ ମୃତ୍ୟୁ ହେଲା,
ଆଉ ସେ ନରକ ଯନ୍ତ୍ରଣାରେ ପଡି ସେ କଲବଲ ହେଲେ। ଆଉ 16 ଅଧ୍ୟାୟ ତାର 30 ପଦରେ ସେ କହିଲେ, ଲୁକ ଲିଖିତ ସୁସମାଚାର 16 ଅଧ୍ୟାୟ 30 ପଦରେ ଲେଖା ଯାଉଛି, ସେଥିରେ ସେ କହିଲା, ଅର୍ଥାତ୍ ସେ ଧନୀ ଲୋକ କହିଲା, କୋଉଠିରୁ କହିଲା? ନର୍କରେ ଥାଇ କହିଲା, ହେ ପିତା ଅବ୍ରାହମ, ତାହା ଯଥେଷ୍ଟ ନୁହେଁ, ମାତ୍ର ଯଦି ମୃତମାନଙ୍କ ମଧ୍ୟରୁ ଜଣେ ସେମାନଙ୍କ ନିକଟକୁ ଯିବ, ତାହେଲେ ସେମାନେ ମନ ପରିବର୍ତ୍ତନ କରିବେ। ତାଙ୍କ ପରିବାରରେ 5ଟି ଭାଇ ଅଛନ୍ତି, ପରିବାରର ଲୋକ ଅଛନ୍ତି, ସେମାନେ ମଧ୍ୟ ମନ ପରିବର୍ତ୍ତନ କରିନାହାନ୍ତି। ପ୍ରିୟମାନେ, ଆମର ମନ ଯଦି ପରିବର୍ତ୍ତନ ହେବ ନାହିଁ, ଆଜି ଆମେ ପରିତ୍ରାଣ ପାଇବା ନାହିଁ ଏବଂ ଆମେ ପାପ କରି 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 ଯଦି ଆମେ ମରିଯିବା, ତାହେଲେ ସେଇ ବଡ଼ ରୋଗ ଠାରୁ ଆଉ ଦୁନିଆର ବଡ଼ ରୋଗ କିଛି ନାହିଁ। ସେହି ଲାଜରଙ୍କୁ ମଧ୍ୟ ଲୋକ କହୁଥିଲେ, ଏ ବହୁତ ବଡ଼ ରୋଗୀ, ଏ ପାପ କରିଥିବ, ଏ ମନ୍ଦ କରିଥିବ। ନାହିଁ ମୋର ପ୍ରିୟମାନେ, ମୃତ୍ୟୁ ପରେ ଲାଜରର ପରିସ୍ଥିତି ବଦଳିଗଲା। ମୃତ୍ୟୁ ପରେ ଭବିଷ୍ୟତ ବଦଳିଗଲା। ଆମମାନଙ୍କ ଜୀବନରେ ମଧ୍ୟ ସେଇ ପ୍ରକାର ହେଇପାରେ। ଏଇ ଜଗତରେ ଆମେ ଅଭାବ ଦେଇଯାଉ, ରୋଗ ଦେଇଯାଉ, ମାତ୍ର ଆମ ପାଖରେ ପାପ ନଥାଉ। ଆମେ ପବିତ୍ର ଜୀବନ ଯାପନ କରିବା, ଯୀଶୁଖ୍ରୀଷ୍ଟଙ୍କ ପରି ଆମେ ଧର୍ମ ଜୀବନ ଯାପନ କରିବା। ଆଉ ମୃତ୍ୟୁ ପରେ ଆମମାନଙ୍କର ପ୍ରକୃତ ଗୋଟେ ବିଶ୍ରାମ ସ୍ଥାନ, ଅର୍ଥାତ୍ ଅବ୍ରାହମଙ୍କ କୋଳ, ଅର୍ଥାତ୍ ସ୍ୱର୍ଗକୁ ଆମେ ସିଧା ଯିବା।